ଜୟ ଜଗନ୍ନାଥ ବନ୍ଧୁଗଣ। ଏହା ହେଉଛି ଏମିତି ଏକ କାହାଣୀ ଯେଉଁଠି ଦୁଃଖ ଆସିଲା, ଲୁହ ବହିଲା, କିନ୍ତୁ ଶେଷରେ ମାଙ୍କ କୃପାରୁ ଭାଗ୍ୟ ପଲଟିଗଲା। ଆସନ୍ତୁ ଜାଣିବା ସେ କରୁଣାମୟ ମାଙ୍କ କାହାଣୀ। ସରସ୍ୱତୀ ନଦୀ ପାର୍ଶ୍ୱରେ ଥିବା ଏକ ଛୋଟ ଗ୍ରାମରେ ଏକ ଗରିବ ବ୍ରାହ୍ମଣ ପରିବାର ବାସ କରୁଥିଲେ। ଗୃହସ୍ଥଙ୍କ ନାମ ଥିଲା ଶାନ୍ତନୁ ମିଶ୍ର। ସେ ଜଣେ ମନ୍ଦିରର ପୂଜକ ଥିଲେ। ରୀତିନୀତିରେ ବହୁତ ଭଲ ଭାବରେ ପୂଜା କରୁଥିଲେ। ଶାସ୍ତ୍ର ପଢ଼ି ତାଙ୍କର ଜୀବନ କଟୁଥିଲା। ତାଙ୍କ ସ୍ତ୍ରୀଙ୍କ ନାଁ ହେଉଥିଲା କମଳା ଦେବୀ। ଶାନ୍ତ, ସହନଶୀଳ ଓ ଭକ୍ତିମୟ ମନର ସେ ଥିଲେ। ସନ୍ତାନ ନଥିବାରୁ ସେମାନଙ୍କ ହୃଦୟରେ ଗଭୀର ଦୁଃଖ ଥିଲା। ପ୍ରତି ସକାଳେ ଦୁଇଜଣ ମାଙ୍କ ମନ୍ଦିରକୁ ଯାଆନ୍ତି। ସେହି ଦୁଇଜଣ ମା ସରସ୍ୱତୀଙ୍କର ପରମ ଭକ୍ତ ଥିଲେ। ମାଙ୍କୁ ପ୍ରତିଦିନ ସେବା କରନ୍ତି, ମାଙ୍କର ପୂଜା ଅର୍ଚ୍ଚନା କରନ୍ତି, ଭୋଗ ନୈବେଦ୍ୟ କରନ୍ତି। ସର୍ବଦା ମାଙ୍କୁ ପ୍ରାର୍ଥନା କରନ୍ତି, ମା ଆମେ ନିଃସନ୍ତାନ, ଆମକୁ ଏକ ସନ୍ତାନ ଦିଅ, ଆମେ ତାକୁ ତୋର ଭକ୍ତ କରି ଗଢ଼ିବୁ। ବହୁ ବର୍ଷ ପରେ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀଙ୍କ କୃପାରେ କମଳା ଦେବୀ ଏବଂ ଶାନ୍ତନୁ ମିଶ୍ରଙ୍କର ଏକ କନ୍ୟାର ସନ୍ତାନ ଜନ୍ମ ହେଲା। ସେ ସେହି ଶିଶୁର ନାମ ରଖିଲେ ଶାରଦା। ଶାରଦା ଜନ୍ମ ନେବା ପରେ ଗାଁର ଆକାଶରେ ଅଦ୍ଭୁତ ଭାବରେ ଉଜ୍ଜ୍ୱଳ ଦେଖାଯାଉଥିଲା। ମନ୍ଦିରରେ ଘଣ୍ଟା ଆପେ ଆପେ ବାଜି ଉଠିଲା। ବୃଦ୍ଧ ପଣ୍ଡିତ କହୁଥିଲେ, ଏ ଝିଅ ସାଧାରଣ ନୁହେଁ, ଇଏ ହେଉଛି ମା ସରସ୍ୱତୀଙ୍କ ଅଂଶ। ଶାରଦା ଯେତେବେଳେ ଛୋଟ ଥିଲା, ଅକ୍ଷର ଦେଖିଲେ ତାର ମନେ ରହିଯାଉଥିଲା। ମନ୍ତ୍ର ଶୁଣିଲେ ତୁରନ୍ତ ଗାଇ ଦେଉଥିଲା। ଗୁରୁମାନେ ଆଶ୍ଚର୍ଯ୍ୟ ହୋଇ କହୁଥିଲେ, ଏ ଝିଅର ବୁଦ୍ଧି ହେଉଛି ଦେବଦତ୍ତ, କିନ୍ତୁ ଭାଗ୍ୟ ସବୁବେଳେ ସମାନ ରହେନି। ଶାରଦାର 8 ବର୍ଷ ବୟସରେ ଶାନ୍ତନୁ ମିଶ୍ର ଗୁରୁତର ରୋଗରେ ପଡ଼ିଲେ। ଚିକିତ୍ସା ପାଇଁ ଧନ ନଥିଲା। ଦିନକୁ ଦିନ ଶରୀର କ୍ଷୀଣ ହେଉଥିଲା। ଗୋଟିଏ ରାତିରେ ସେ ଝିଅକୁ ନିଜ ପାଖକୁ ଡାକି କହିଲେ, ମୋ ଝିଅ, ତୁ ପାଠ ପଢ଼ିବୁ, ପାଠ କେବେ ଛାଡ଼ିବୁନୁ, ତୁ ଅଧ୍ୟୟନ ପୁରା କରିବୁ, ବିଦ୍ୟା ହେଉଛି ତୋର ଭବିଷ୍ୟତ। ଏତିକି କଥା କହି ସେ ପରଲୋକକୁ ଗମନ କଲେ। ସ୍ୱାମୀଙ୍କ ମୃତ୍ୟୁ ପରେ କମଳା ଦେବୀଙ୍କ ଜୀବନ ଭାଙ୍ଗି ପଡ଼ିଲା। ଗାଁର କିଛି ଲୋକେ ତାଙ୍କୁ ଉପହାସ କଲେ, ବିଧବା ଘରର ଝିଅ ପଢ଼ିକି କ'ଣ କରିବ, ତାକୁ ଶୀଘ୍ର ବିବାହ କରିଦିଅ। କିଛି ଲୋକ ତାକୁ ଘର ଛାଡ଼ି ପଳାଇ ଯିବାକୁ କହିଲେ। କମଳା ଦେବୀ ସବୁ ଲୁହ ଦୁଃଖ ଚାପି ମନରେ ପ୍ରତିଜ୍ଞା କଲେ, ମୁଁ ଯେତେ କଷ୍ଟ ସହିବି ପଛେ ମୋ ଝିଅକୁ ପାଠ ପଢ଼େଇବି, ମୁଁ ମୋ ଝିଅର ଶିକ୍ଷାକୁ ଛଡ଼େଇବିନି। ସେ ଲୋକଙ୍କ ଘରେ କାମ କରେ, ଝାଡ଼ୁ ଦିଏ, ବାସନ ମାଜେ, ରାତିରେ ଦୀପ ଜାଳି ଶାରଦାକୁ ପଢ଼ାଇବାକୁ ଦିଏ। ଦିନ ଶାରଦା ମା ସରସ୍ୱତୀଙ୍କର ପରମ ଭକ୍ତ ଥିଲା। ସେ ମା ସରସ୍ୱତୀଙ୍କର ଛୋଟ ମୂର୍ତ୍ତି ସର୍ବଦା ନିଜ ପାଖରେ ରଖୁଥିଲା। ସେ ମାଙ୍କୁ ସର୍ବଦା ପ୍ରାର୍ଥନା କରେ, ମା, ମୁଁ ମୋ ମାର ଦୁଃଖ ଦେଖିଛି, ମୋତେ ଏଭଳି ବିଦ୍ୟା ଦେବୁ କି ମୁଁ ମୋ ମାର ସବୁ କଷ୍ଟ ଦୂର କରିଦେବି। ବସନ୍ତ ପଞ୍ଚମୀ ଆସିଲା। ଗାଁରେ ବହୁତ ଧୁମଧାମରେ ପୂଜା ହେଲା। ଶାରଦା ଓ କମଳା ଦେବୀଙ୍କ ପାଖରେ କିଛି ବି ନଥିଲା, ନା ନୂଆ ବସ୍ତ୍ର, ଫୁଲ, ମିଠା, କିଛି ବି ନାହିଁ। ସେମାନେ ପୁରୁଣା ବସ୍ତ୍ର ପିନ୍ଧି ମନ୍ଦିରର ସବା ପଛ କୋଣରେ ବସି ଲୁହଭରା ଆଖିରେ ଖାଲି ମାକୁ ଡାକିଲେ। ଏହିଭଳି ଅନେକ ଦିନ ଚାଲିଗଲା। ଦୁଃଖ ଅଭାବରେ ଝିଅର ଦିନ କଟୁଥିଲା, କିନ୍ତୁ ସେ ନିଜ ଭକ୍ତିକୁ କେବେ ଛାଡ଼ୁନଥିଲା। ଦିନେ ଖାଇଲେ 2 ଦିନ ଉପାସ ରହିବାକୁ ପଡ଼ୁଥିଲା, କିନ୍ତୁ ସେ ଯେତେ କଷ୍ଟ ହଉ ପଛେ ପାଠ ପଢ଼ୁଥିଲା। ସେ କହୁଥିଲା, ମା ତୁ ଜାଣିଛୁ ମୁଁ କ'ଣ ଚାହୁଁଛି? ମୁଁ ଧନ ନୁହେଁ, ସୁଖ ନୁହେଁ, ମୁଁ ମୋ ଜୀବନର ସଠିକ୍ ରାସ୍ତା ଚାହୁଁଛି। ସେ ସବୁବେଳେ ମାଙ୍କୁ, ମା ସରସ୍ୱତୀଙ୍କୁ ଗୁହାରି କରେ। ପ୍ରତ୍ୟେକ ସକାଳେ ସେ ମାଙ୍କ ପାଇଁ ଦୀପ ଜାଳେ, ଫୁଲ ରଖେ ଓ ମା ସରସ୍ୱତୀଙ୍କ ନାମ ନେଇ ପାଠ ଆରମ୍ଭ କରେ। ଭୋକରେ ପେଟ ଜଳୁଥାଏ, ହାତ କମ୍ପୁଥାଏ, ଚକ୍ଷୁରେ ଜଳ ଥାଏ, ତଥାପି ସେ ମାଙ୍କୁ କୁହେ, ମା ତୁ ମୋ ପାଖରେ ଅଛୁ। ମୁଁ ଏହିଭଳି ଭକ୍ତି, ଏହିଭଳି ଧୈର୍ଯ୍ୟ ମୋ ମା ସରସ୍ୱତୀ କେବେ ମୋତେ ଅଣଦେଖା କରିବେ ନାହିଁ। ମୋର ବିଶ୍ୱାସ ଅଛି ମୋ ମା ମୋତେ ନିଶ୍ଚୟ କୃପା କରିବେ। ଏତେ ଦୁର୍ବଳ ହୋଇଯାଇଥିଲା ଯେ ମନ୍ଦିର ସାମ୍ନାରେ ହିଁ ଶୋଇପଡ଼ିଲା। ଆଖିରେ ଆଖିଏ ଲୁହ ଥିଲା, ହୃଦୟ ଭାଙ୍ଗି ଯାଇଥିଲା। ମୁହଁର ଶେଷ କଥା ବାହାରିଲା, ମା
ଯଦି ମୋର ଭକ୍ତି ସତ୍ୟ ତେବେ ମୋତେ ତୁ ଶକ୍ତି ଦେବୁ, ନହେଲେ ତୋ ପାଖକୁ ନେଇଯିବୁ। ସେହି ରାତିରେ ସେ ମନ୍ଦିରରେ ହିଁ ଶୋଇପଡ଼ିଲା। ସେ ସ୍ୱପ୍ନ ଦେଖିଲା ଜଣେ ଦେବୀ ଶ୍ୱେତ ବସ୍ତ୍ର ପିନ୍ଧି ହାତରେ ବୀଣା ଧରି ମୁହଁରେ ହସ ନେଇ ତା ପାଖକୁ ଆସିଲେ। ତା ମୁଣ୍ଡରେ ହାତ ରଖି କହିଲେ, ଝିଅ, ତୋ ଲୁହ, ତୋ ଭୋକ, ତୋ ଧୈର୍ଯ୍ୟ, ତୋ ଭକ୍ତିକୁ ମୁଁ ଦେଖିଛି। ତୋ ଉପରେ ମୁଁ ପ୍ରସନ୍ନ। ତୋର ଜୀବନ ଆଜିଠାରୁ ବଦଳିଯିବ। ସ୍ୱପ୍ନରେ ଏତିକି କହି ଦେବୀ ସେଠାରୁ ଅନ୍ତର୍ଧ୍ୟାନ ହେଲେ। ସକାଳ ହେଲା, ଶାରଦାର ନିଦ ଭାଙ୍ଗିଲା। ସେଦିନର ସକାଳ ତା ପାଇଁ ଗୋଟେ ନୂଆ ଜୀବନ ଆଣିଦେଇଥିଲା। ତା ମନରେ ଥିଲା ଅଜଣା ଶକ୍ତିର ଆଭାର, ମୁହଁରେ ଆଲୋକ, ହୃଦୟରେ ସାହସ, ମସ୍ତିଷ୍କରେ ଅସାଧାରଣ ଭକ୍ତି। ଯେଉଁ ପୁସ୍ତକ ସେ ପୂର୍ବେ ବୁଝିପାରୁନଥିଲା, ଏତେ ସହଜରେ ସେ ବୁଝିଯାଉଥିଲା। ଯେଉଁ ପ୍ରଶ୍ନ ସମସ୍ତଙ୍କୁ ଭୟ ଦେଉଥିଲା, ସେ ମୁହୂର୍ତ୍ତରେ ଉତ୍ତର କହିଦେଉଥିଲା। ସେହି ଦିନଠାରୁ ଶାରଦାର ପଢ଼ିବାକୁ ବସିଲେ ତା ମନରେ ଆଉ କୌଣସି ଭ୍ରମ ଜମୁନଥିଲା। ପୁସ୍ତକ ଖୋଲିଲେ ହିଁ ଅକ୍ଷରମାନ ଯେମିତି କଥା କହୁଥିଲେ, ଶ୍ଲୋକ ଶୁଣୁଥିଲେ। ସେ ଶ୍ଲୋକ ଶୁଣିଦେଲେ ହିଁ ମନେ ରହିଯାଉଥିଲା। ସ୍ୱର ଆକାଶରୁ ଯେମିତି ତାର ନମି ଆସୁଥିଲା। ରାତିରେ ଦୀପ ଆଗରେ ବସିଲେ ଯେତେବେଳେ ସେ ପଢ଼ୁଥିଲା, ମନେ ହେଉଥିଲା କାହାରି ମଧୁର ସ୍ୱର ନୀରବରେ ତାକୁ ପଢ଼ାଉଛି। କେବେ କେବେ ସେ ଆକାଶକୁ ଚାହିଁ ହାଲୁକା ସ୍ୱରରେ କହୁଥିଲା, ମା, ତୁ ମୋ ପାଖରେ ଅଛୁ ତ? ଏବଂ ତାଙ୍କ ହୃଦୟରେ ଏକ ଅଦ୍ଭୁତ ଉତ୍ତର ଆସୁଥିଲା, ହଁ ଝିଅ, ମୁଁ ତୋ ପାଖରେ ଅଛି। ଦିନକୁ ଦିନ ଶାରଦାର ପ୍ରଗତି ଦେଖି ଗୁରୁମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଗୁରୁ ଯାହା ପଢ଼ଉଥିଲେ ସେ ମନେ ମନେ ତାହା ଅତି ଶୀଘ୍ର ଧରି ପକାଉଥିଲା। ବେଦ, କାବ୍ୟ, ଗଣିତ, ସଙ୍ଗୀତ ସବୁଥିରେ ଶାରଦା ଶ୍ରେଷ୍ଠ ହେଲା। ଲୋକମାନେ କୁହାକୁହି ହେଲେ, ଗତକାଲିର ଯେଉଁ ଝିଅ ଧୀରେ ଧୀରେ ପଢ଼ୁଥିଲା, ସେ ଏତେ କଠିନ ଶ୍ଲୋକ, ଗୀତ, ସୂତ୍ର କିପରି ଏକ ଧାରାରେ ଏପରି କହି ପକାଉଛି। ଗୁରୁମାନେ ସମସ୍ତେ କଲେ, ଇଏ ହେଉଛି ମାଙ୍କ କୃପା। କମଳା ଦେବୀ ପ୍ରତିଦିନ ଝିଅକୁ ପଢ଼ୁଥିବା ଦେଖି ନୀରବରେ କାନ୍ଦୁଥିଲେ। ସେ ମନେ ମନେ କହୁଥିଲେ, ହେ ମା ସରସ୍ୱତୀ, ତୁ ମୋ ଦୁଃଖ ଶୁଣିଲୁ, ତୁ ମୋ ଝିଅକୁ ଆଲୋକ ଦେଲୁ। ରାତିରେ ଦୀପ ଜାଳି ମାଙ୍କ ମୂର୍ତ୍ତି ଆଗରେ ମୁଣ୍ଡ ନମାଇ ଲୁହ ଭରା ଆଖିରେ ସେ ସବୁବେଳେ କହୁଥିଲା, ମା, ମୋ ପାଖରେ ଧନ ନାହିଁ, କିନ୍ତୁ ମୋତେ ସବୁଠୁ ବଡ଼ ଧନ ତୁ ଆଜି ମୋତେ ଦେଇଦେଲୁ। ଅନେକ ସମୟରେ ଯେତେବେଳେ ଘରେ ଖାଦ୍ୟ ଶେଷ ହୋଇଯାଉଥିଲା, କମଳା ଦେବୀ ଭୋକରେ ରହି ନିଜ ଝିଅକୁ ଖାଇବା ଦେଉଥିଲା। ସେହି ଦିନଗୁଡ଼ିକରେ କେହି ଅଜଣା ଭକ୍ତ ମନ୍ଦିର ମାଧ୍ୟମରେ ଚାଉଳ, ଡାଲି, ଦୀପ ଛାଡ଼ି ଯାଉଥିଲେ। କମଳା ଦେବୀ ଆଶ୍ଚର୍ଯ୍ୟ ହୋଇ କହୁଥିଲେ, ଇଏ କିଏ ଆଣିଦେଇଛି? ମନ ଭିତରୁ ଉତ୍ତର ଆସୁଥିଲା, ଭୟ କରନି, ମୁଁ ଅଛି। କମଳା ଦେବୀ ସେସବୁକୁ ସେ ନେଇ ଆସନ୍ତି। ମାଙ୍କ ଆଶୀର୍ବାଦ ଭାବି ତାକୁ ରୋଷେଇ କରି ଖାଆନ୍ତି। ଏହିଭଳି ସମୟ ବିତି ଚାଲିଲା। ଶାରଦାର ପ୍ରଚାର ପ୍ରସାର ଚାରିପଟେ ଖେଳିଗଲା। ତାର ବୁଦ୍ଧିର, ବିବେକର ଗୁଣଗାନ ଚାରିପଟେ ହେଲା। ସେହି ଗରିବ ଝିଅ ଏବେ ନିଜ ବୁଦ୍ଧି, ବିଦ୍ୟା ଓ ବିନୟରେ ସମଗ୍ର ଅଞ୍ଚଳରେ ପରିଚିତ ହୋଇଗଲା। ତାର ନାମ ଶୁଣିଲେ ପଣ୍ଡିତ, ଗୁରୁ, ବିଦ୍ୱାନମାନେ ମଧ୍ୟ ଆଶ୍ଚର୍ଯ୍ୟ କରୁଥିଲେ। ଗୋଟିଏ ଦିନ ରାଜାଙ୍କ ଦରବାରରେ ଘୋଷଣା ହେଲା, ଦେଶର ସର୍ବଶ୍ରେଷ୍ଠ ବିଦ୍ୱାନକୁ ଚିହ୍ନଟ କରିବା ପାଇଁ ମହା ପ୍ରତିଯୋଗିତା ହେବ। ଦୂର ଦୂର ରାଜ୍ୟରୁ ପ୍ରସିଦ୍ଧ ପଣ୍ଡିତମାନେ ଆସିଲେ। କେହି ବେଦର ବିଶେଷଜ୍ଞ, କେହି ବ୍ୟାକରଣର ମହାଗୁରୁ, କେହି ତର୍କ ଓ ଦର୍ଶନର ଅପରାଜିତ। ସମସ୍ତେ ନିଜ ନିଜ ଗର୍ବ ନେଇ ରାଜ ଦରବାରର ସଭାମଣ୍ଡପରେ ବସିଥିଲେ। ମୁହଁରେ ଆତ୍ମବିଶ୍ୱାସ, ଚକ୍ଷୁରେ ଚ୍ୟାଲେଞ୍ଜ, ହୃଦୟର ଭାବ, ଆଜି ସର୍ବଶ୍ରେଷ୍ଠ ଆମେ ହିଁ। ସେହି ସମୟରେ ନୀରବ ଭାବ ସଭାମଣ୍ଡପକୁ ପ୍ରବେଶ କଲା ଶାରଦା। ସାଧାରଣ ବସ୍ତ୍ର, ନମ୍ର ଚାଲି, ଚକ୍ଷୁରେ ଶାନ୍ତି, ହୃଦୟରେ ମାଙ୍କ ନାମ। ପଣ୍ଡିତମାନେ ତାକୁ ଦେଖି ହସିଲେ। ଏ ଛୋଟ ଝିଅ ମଧ୍ୟ ପ୍ରତିଯୋଗିତାକୁ ଆସିଛି। କେହି କହିଲେ, ବିଦ୍ୟା ହେଉଛି ବୟସ ଓ ଅନୁଭବର ବିଷୟ। କେହି ଅବହେଳା କରି କହିଲେ, ଏ ଝିଅ ତ ଶିଷ୍ୟା ମଧ୍ୟ ନୁହେଁ। କିନ୍ତୁ ସେ ଝିଅ ନା ହସିଲା, ନା ରୁଷିଲା, ନା ଭୟ କଲା। ନୀରବରେ ମା ସରସ୍ୱତୀଙ୍କୁ ସ୍ମରଣ କରି ଗୋଟିଏ କୋଣରେ ବସିଗଲା। ପ୍ରତିଯୋଗିତା ଆରମ୍ଭ ହେଲା। ପ୍ରଥମ ପ୍ରଶ୍ନ ବେଦ ଉପରେ। ବଡ଼ ବଡ଼ ପଣ୍ଡିତ ଶ୍ଲୋକ ଉଚ୍ଚାରଣ କଲେ, କିନ୍ତୁ ଅର୍ଥରେ ଭୁଲ ଥିଲା। ଦ୍ୱିତୀୟ ପ୍ରଶ୍ନ
ବ୍ୟାକରଣ ଓ ଶବ୍ଦତତ୍ତ୍ୱ। କେହି ଉତ୍ତର ଦେଲେ କିନ୍ତୁ ସମ୍ପୂର୍ଣ୍ଣ ସଠିକ୍ ହେଲା ନାହିଁ। ତୃତୀୟ ପ୍ରଶ୍ନ, ତର୍କ ଓ ଦର୍ଶନ। ସଭା ନୀରବ ହୋଇଗଲା। କେହି ଆଗକୁ ଆସିଲେ ନାହିଁ। ତେବେ ଧୀରେ ଧୀରେ ଉଠି ଆସିଲା ଝିଅ ଶାରଦା। ହାତ ଯୋଡ଼ି ନମ୍ର ସ୍ୱରରେ କହିଲା, ମହାରାଜ, ଆଜ୍ଞା ମିଳିଲେ ମୁଁ ଚେଷ୍ଟା କରିପାରିବି। ସମଗ୍ର ସଭା ଆଶ୍ଚର୍ଯ୍ୟ। ପଣ୍ଡିତମାନେ ହସିଲେ, କେହି ଉପହାସ କଲେ। କିନ୍ତୁ ସେ ଝିଅ ଯେତେବେଳେ ଉତ୍ତର ଦେବା ଆରମ୍ଭ କଲା, ଶ୍ଲୋକ ଏତେ ସୁନ୍ଦର, ଉଚ୍ଚାରଣ ଏତେ ସ୍ପଷ୍ଟ, ଅର୍ଥ ଏତେ ଗଭୀର, ସମଗ୍ର ସଭା ନୀରବ ହୋଇଗଲା। ସେ ବେଦର ଶ୍ଲୋକ ଏପରି କହିଲା ଯେ ତାର ଗଭୀର ଅର୍ଥ ବ୍ୟାଖ୍ୟା କଲା, ତର୍କରେ ଏମିତି ସୂକ୍ଷ୍ମ ଯୁକ୍ତି ଦେଲା ଯେ ବଡ଼ ବଡ଼ ପଣ୍ଡିତମାନେ ମଧ୍ୟ ମୁଣ୍ଡ ନୁଆଁଇ ଦେଲେ। ଗୋଟିଏ ପଣ୍ଡିତ କହିଲା, ଏ ବୁଦ୍ଧି ମାନବୀୟ ନୁହଁ, ଏ ହେଉଛି ଦେବୀଙ୍କ କୃପା। ରାଜା ଉଠି ଆସି ଝିଅକୁ ସାବାସ୍ କହିଲେ। ଆଜିଠାରୁ ଏ ଝିଅ ଆମ ରାଜ୍ୟର ସର୍ବଶ୍ରେଷ୍ଠ ବିଦ୍ୱାନ। ସଭା ମଣ୍ଡପରେ ଧ୍ୱନି ଉଠିଲା, ଜୟ ମା ସରସ୍ୱତୀ, ଜୟ ଜୟ ବିଦ୍ୟାଦେବୀ। ସେ ଝିଅ ନମ୍ରତାରେ ମୁଣ୍ଡ ନୁଆଁଇ ମନେ ମନେ କହିଲା, ମା, ଏସବୁ ତୋରି କୃପା। ଶାରଦାକୁ ରାଜ୍ୟର ସର୍ବଶ୍ରେଷ୍ଠ ବିଦ୍ୱାନ ଭାବରେ ମହାରାଜ ଘୋଷିତ କଲେ ଏବଂ ସୁନା ରୂପାରେ ତାକୁ ପୁରସ୍କାର ଦେଲେ। ଶାରଦା ଗାଁର ସର୍ବଶ୍ରେଷ୍ଠ ବିଦ୍ୱାନ ହୋଇଗଲା। ରାଜା ତାକୁ ସମ୍ମାନ କଲେ। ଲୋକେ ଗର୍ବରେ କହିଲେ, ଇଏ ହେଉଛି ମା ସରସ୍ୱତୀଙ୍କ ଆଶୀର୍ବାଦ। ତଥାପି ଶାରଦାର କେବେ ଗର୍ବ କଲା ନାହିଁ। ସେ ପ୍ରତିଦିନ ମନ୍ଦିରକୁ ଯାଏ। ମାଙ୍କ ପାଦ ଛୁଇଁ ସବୁବେଳେ କୁହେ, ମା, ଏସବୁ ମୋର ନୁହଁ, ଏସବୁ ତୋର, ଏସବୁ ତୋ କୃପାରୁ ହେଇଛି। ସେଇ ଦିନ ପରେ ଶାରଦାର ସମ୍ପୂର୍ଣ୍ଣ ଜୀବନ ବଦଳିଗଲା। ଯେଉଁ ହାତ ପୂର୍ବରେ ଖାଲି ଥିଲା, ସେଇ ହାତରେ ଏବେ ବିଦ୍ୟା, ସମ୍ମାନ ଓ ଗୌରବରେ ଭରିଗଲା। କିନ୍ତୁ ସବୁଠାରୁ ବଡ଼ କଥା ହେଲା, ତାର ହୃଦୟ କେବେ ବଦଳିଲା ନାହିଁ। ସମ୍ମାନ ମିଳିଲା, ନାମ ହେଲା, ଧନ ଆସିଲା, ତଥାପି ସେ ଆଜି ପୂର୍ବ ପରି ନମ୍ର, ସରଳ, ଭକ୍ତିମୟ ରହିଲା। ପ୍ରତିଦିନ ସକାଳରେ ସେ ମା ସରସ୍ୱତୀଙ୍କ ମନ୍ଦିରକୁ ଯାଏ, ଦୀପ ଜାଳେ, ଫୁଲ ଦିଏ, ନିଜ ଚକ୍ଷୁ ଭରି ମାଙ୍କ ମୂର୍ତ୍ତିକୁ ଦେଖି ସବୁବେଳେ କହେ, ମୋତେ ମା, ତୁ ଯାହା ବି ଦେଇଛୁ ସବୁ ତୋରି କୃପା। ମୋର ବୁଦ୍ଧି ତୋ ଦାନ, ମୋର ସଫଳତା ତୋ ଆଶୀର୍ବାଦ। ସେ କେବେ ଭୁଲିଲା ନାହିଁ ନିଜ ପୁରୁଣା ଦୁଃଖ, ନିଜ ଭୋକ, ନିଜ ଅଶ୍ରୁ। ସେଇ ଦୁଃଖ ତାକୁ ସର୍ବଦା ଶିଖାଏ ନମ୍ରତା, ସେଇ ଅଭାବ ତାକୁ ସର୍ବଦା ଶିଖାଇଲା ଧୈର୍ଯ୍ୟ, ସେଇ ଭକ୍ତି ତାକୁ ସର୍ବଦା ଦେଲା ମାଙ୍କର ସାନ୍ନିଧ୍ୟ। ପରେ ସେ ନିଜ ଜୀବନକୁ କେବଳ ନିଜ ପାଇଁ ରଖିଲା ନାହିଁ, ଅନେକ ଗରିବ ପିଲାଙ୍କୁ ସେ ପାଠ ପଢ଼ାଇଲା, ଅନାଥଙ୍କୁ ଆଶ୍ରୟ ଦେଲା, ଦୁଃଖୀଙ୍କୁ ସାହାଯ୍ୟ କଲା। ଲୋକେ କହୁଥିଲେ, ଏ ନାରୀ ମା ସରସ୍ୱତୀଙ୍କ ଜୀବନ୍ତ ଆଶୀର୍ବାଦ। ବୟସ ବଢ଼ିଗଲା, ଦେହ କ୍ଳାନ୍ତ ହେଲା, କିନ୍ତୁ ଭକ୍ତି କେବେ କମିଲା ନାହିଁ। ଗୋଟିଏ ଦିନ ସେ ମନ୍ଦିରରେ ଶେଷ ଥର ପାଇଁ ଦୀପ ଜାଳି ଶାନ୍ତ ହସରେ କହିଲା, ମା, ତୁ ମୋତେ ଦୁଃଖ ଦେଇ ଶିଖାଇଲୁ, ଭକ୍ତି ଦେଇ ବଞ୍ଚାଇଲୁ, କୃପା ଦେଇ ଗଢ଼ିଦେଲୁ। ଆଜି ମୁଁ ସମ୍ପୂର୍ଣ୍ଣ ତୋର। ସେହି ମୁହୂର୍ତ୍ତରେ ମନ୍ଦିରର ଦୀପ ଅପୂର୍ବ ଭାବେ ଜଳି ଉଠିଲା, ଘଣ୍ଟ ଆପେ ଆପେ ବାଜି ଉଠିଲା। ମନେ ହେଲା ମା ସରସ୍ୱତୀ ତାକୁ ନିଜେ ତା ପାଖକୁ ଡାକୁଛନ୍ତି। ଶାନ୍ତ ମୁହଁରେ, ଭକ୍ତିଭରା ହୃଦୟରେ ସେ ଏଇ ଜଗତରୁ ବିଦାୟ ନେଲା। ଯଦି ଭକ୍ତି ସତ୍ୟ ଥାଏ ତ କେବେ ସେ ଖାଲି ଯାଏ ନାହିଁ। ଦୁଃଖ ଆସେ ପରୀକ୍ଷା ପାଇଁ, କୃପା ଆସେ ଜୀବନ ବଦଳାଇବା ପାଇଁ। ତେବେ ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଛି, ଭିଡ଼ିଓଟିକୁ ଲାଇକ୍ କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଆଉ କମେଣ୍ଟରେ ଜୟ ମା ସରସ୍ୱତୀ ଲେଖିବାକୁ ଭୁଲିବେ ନାହିଁ।